ପ୍ରେମିକ ପ୍ରେମିକା ଅନେକ ଭଲ ପାଆନ୍ତି, ଅନେକ ପ୍ରତିଶ୍ରୁତି ଦିଅନ୍ତି, ଅନେକ ବିଶ୍ୱାସ ଆସ୍ଥାର କଥା କୁହନ୍ତି। ଯେଉଁଦିନ ସେମାନଙ୍କ ଭିତରେ ଦୈହିକ ସମ୍ପର୍କ ସ୍ଥାପନ ହେଇଯାଏ, ସେ ପ୍ରତିଶ୍ରୁତି ସେ ଆସ୍ଥା ବିଶ୍ୱାସ କୁଆଡ଼େ ଯାଏ। ଯେଉଁଦିନ ଦୈହିକ ସମ୍ପର୍କ ସ୍ଥାପନ ହେଇଯାଏ ସେଇଦିନ ସେମାନଙ୍କର ଗୋଟେ ମହାମିଳନ ବୋଲି ସେମାନେ କହିଥାନ୍ତି, କିନ୍ତୁ କିଛି ଦିନ ପରେ ଇଏ ତା ରାସ୍ତାରେ ସେ ତା ରାସ୍ତାରେ ଚାଲି ଯାଇଥାନ୍ତି। ଯେଉଁଦିନ ପ୍ରେମରେ ଦୈହିକ ସମ୍ପର୍କ ସ୍ଥାପନ ହୁଏ ଆଉ ତାପରେ ପୁଅ ଝିଅ ଉଭୟଙ୍କୁ ଭୁଲି ଯାଆନ୍ତି, ସେଇଠି ହିଁ ପ୍ରେମରେ ଦାଗ ଲାଗିଯାଏ, ସେଇଠି ହିଁ ପ୍ରେମ କଳଙ୍କିତ ହୋଇଯାଏ। ପ୍ରେମ ଗୋଟେ ଛୋଟିଆ କଥା ନୁହେଁ ଆଜ୍ଞା, ଦୁଇଟି ହୃଦୟର ଆବେଗ। ପ୍ରେମ ହୃଦୟର ସ୍ପନ୍ଦନ, ଯାହାକୁ ହୃଦୟରେ ସାଇତିକି ରଖାଯାଏ। ଯଦି ତା ସହିତ ଦୈହିକ ସମ୍ପର୍କ ପରେ ପ୍ରତାରଣା ଦିଆଯାଏ, ଧୋକା ଦିଆଯାଏ, ତେବେ ସେଇଟା ପ୍ରେମ ନଥିଲା, ସେଇଟା ବୋଧ ହୁଏ ଲୋଭ ଥିଲା, ଆକର୍ଷଣ ଥିଲା, ନିଜର ଦୈହିକ ସୁଖ ମେଣ୍ଟେଇବାର ଗୋଟେ ପ୍ରୟାସ ଥିଲା। ତେଣୁ ତାକୁ ପ୍ରେମର ନାଁ ଦେବା ଅନୁଚିତ, ତେଣୁ ତାକୁ ପ୍ରେମିକ କିମ୍ବା ପ୍ରେମିକା କହିବା ମଧ୍ୟ ଅନୁଚିତ। ଏଇ ତ ଜୀବନର କଥା।